ଏକ ଶୀତୁଆ ସକାଳର କୋହଲା ପାଗରେ ଆମେ ମାମୁଁ ଭଣଜା ଆସି ପହଞ୍ଚିଗଲୁ ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ବଜାରରୁ ମାତ୍ର 3-4 କିଲୋମିଟର ଦୂରରେ ଦେବୀ ନଈ କୂଳରେ ଅବସ୍ଥିତ ପାତାଳଫୁଟି ମହାଦେବ ବାବା ତୁମ୍ବେଶ୍ୱରଙ୍କୁ ଦର୍ଶନ କରିବା ପାଇଁ। ଆମ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠମାନଙ୍କ ଭିତରେ ଅନ୍ୟତମ ବାବା ତୁମ୍ବେଶ୍ୱର ମହାଦେବ ମନ୍ଦିର। ଅତ୍ୟନ୍ତ ସୁନ୍ଦର ଜାଗାଟି। ସବୁଠାରୁ ଭଲ କଥାଟି ହେଲା ଏହା ଆଳିପିଙ୍ଗଳ ଓ ଦେବୀଦୋଳ 2 ବ୍ରିଜ ମଝାମଝିରେ ଅବସ୍ଥିତ। ତେଣୁ ଆପଣମାନଙ୍କୁ ଆସିବା ପାଇଁ କୌଣସି ଅସୁବିଧା ହେବ ନାହିଁ। ଶ୍ରାବଣରେ କାଉଡ଼ିଆଙ୍କର ଭିଡ଼ ସହିତ କାର୍ତ୍ତିକ ମାସରେ ଏଠାରେ ଭକ୍ତଙ୍କର ପ୍ରବଳ ସମାଗମ ହୋଇଥାଏ। ବାବା ତୁମ୍ବେଶ୍ୱରଙ୍କ ସହିତ ଏଠାରେ ମା ଅନ୍ନପୂର୍ଣ୍ଣା, ପ୍ରଭୁ ଶନିଶ୍ଚର ଓ ମହାବୀର ପୂଜା ପାଉଛନ୍ତି। ଆପଣମାନେ ସମସ୍ତେ ଜାଣିଛନ୍ତି ସବୁ ଶୈବପୀଠରେ ଜାଗର ପର୍ବ ବା ମହାଶିବରାତ୍ରି ମୁଖ୍ୟ ପର୍ବ ହୋଇଥାଏ। ଦେବୀ ନଈ କୂଳରେ ଅବସ୍ଥିତ ଓ ଆଖପାଖରେ କୌଣସି ଘର ନଥିବାରୁ ପରିବେଶ ଅତ୍ୟନ୍ତ ଶାନ୍ତ ଓ ମନମୁଗ୍ଧକର। ତା ସହିତ ଭୋଗ କରିବା ପାଇଁ ସମସ୍ତ ବ୍ୟବସ୍ଥା ମନ୍ଦିର କମିଟି ତରଫରୁ ସୁବିଧାରେ ଯୋଗାଇ ଦିଆଯାଇଥାଏ, ଯେହେତୁ ମନ୍ଦିରଟି ରାଜ୍ୟ ସରକାରଙ୍କ ଟ୍ରଷ୍ଟି ଦ୍ୱାରା ପରିଚାଳିତ। मस्तके चंद्र हस्ତରେ त्रिशूल सोहे खोली त्रिनेत्र कर हे अंत पाप मुक्त हेउ ए धरा पृष्ठ आसीछि महाशिवरात्र भोले बाबा भोले भोले बाबा भोले बाबा भोले। ତେଣୁ ଆପଣମାନଙ୍କୁ ଯେତେବେଳେ ସମୟ ମିଳୁଛି ନିଶ୍ଚିନ୍ତ ଏ ଜାଗାକୁ ଆସନ୍ତୁ ଏବଂ ବାବାଙ୍କ ଦର୍ଶନ କରି କୃପାଶିଷ ଲାଭ କରନ୍ତୁ। ମୋତେ ଭଲ ପାଉଥିବା ମୋର ସମସ୍ତ ବନ୍ଧୁମାନଙ୍କୁ ଆଉଥରେ ନିବେଦନ, ଆପଣଙ୍କ ଗାଁରେ ହେଉ କି ଅଞ୍ଚଳରେ ଯଦି ପାତାଳଫୁଟି ମହାଦେବ ମନ୍ଦିର କିମ୍ବା ପ୍ରାଚୀନ ଐତିହ୍ୟ ଅଛି ନିଶ୍ଚିନ୍ତ କମେଣ୍ଟରେ ଜଣାଇବା ପାଇଁ ଅନୁରୋଧ। ପୁଣି ଦେଖାହେବ ଆଉ ଗୋଟିଏ ସୁନ୍ଦର ଶୈବପୀଠରେ। ରହୁଛି, ଜୟ ଜଗନ୍ନାଥ।